ଗୋବିନ୍ଦପୁର ଗାଁର ଗଣେଶ ବାବୁ ନିଜର ଛୋଟିଆ ପରିବାରଟିଏ ଚଳାଇବା ପାଇଁ ଗାଁ ଛକ ମୁଣ୍ଡରେ ପାନ ଦୋକାନଟିଏ କରିଥାନ୍ତି। ଆଉ ଛୋଟ ମୋଟ କାମ କରି ନିଜର ଗୁଜୁରାଣ ମେଣ୍ଟାନ୍ତି। ଯାହା ବି ଦି ପଇସା ହୁଏ ସେଇଥିରେ ଛୋଟିଆ ପରିବାରଟି ହସ ଖୁସିରେ ଚଳିଯାଏ। ତା ଛଡ଼ା ଗଣେଶ ବାବୁ ମହାପ୍ରଭୁ କାଳିଆ ସାଆନ୍ତଙ୍କର ପରମ ଭକ୍ତ। ଯେତେବେଳେ ଦେଖ ସେ ମହାପ୍ରଭୁଙ୍କର ନାମଗୁଣ ଗାନ କରନ୍ତି। ଭାରି ଶ୍ରଦ୍ଧାଳୁ ଲୋକଟିଏ, ସମସ୍ତଙ୍କର ଆଦରର ପାତ୍ର। ପାନ ଦୋକାନ ଖୋଲିବାଠୁ ଶେଷ ପର୍ଯ୍ୟନ୍ତ ଯେତେବେଳେ ଦେଖ ପାନ ଭାଙ୍ଗନ୍ତୁ ବା ସେମିତି ବସିଥାନ୍ତୁ, ସବୁବେଳେ ମହାପ୍ରଭୁଙ୍କର ଚର୍ଚ୍ଚା। ସତରେ ଲୋକଟାର ସେ ହସ ହସ ମୁହଁ ଦେଖି କିଛି ଲୋକ ଈର୍ଷା କରନ୍ତି। ମନରେ ପ୍ରଶ୍ନଟିଏ ଆସେ, ଗଣେଶ ରେ, ତୋ ମନରେ ଏତେ ଭଲ ପାଇବା, ଏତେ ଶ୍ରଦ୍ଧା, ଏତେ ଭକ୍ତି ସେ କଳା ଠାକୁରଙ୍କ ପାଇଁ କେମିତି କିରେ? ଗଣେଶ ବାବୁ ହସି ଦେଇ କୁହନ୍ତି, ସେ ପରା ଭାବର ଠାକୁର, ଭାବଡୋରେ ବନ୍ଧା ସିଏ। ତା ଛଡ଼ା ତାର ମୋର ଭାବ ତମେ କେମିତି ଜାଣିବ? ଏମିତି କେତେ କ'ଣ କଥା କହି ଭୁଲେଇ ଦିଅନ୍ତି ଗଣେଶ ବାବୁ। କିନ୍ତୁ ମନ କଥା ମନରେ ଥାଏ। ବେଳେବେଳେ ମହାପ୍ରଭୁ କାଳିଆ ସାଆନ୍ତଙ୍କର ସେଇ ଫଟୋଟାକୁ ଚାହିଁ ବୋହେ କାନ୍ଦନ୍ତି। ଠାକୁରେ, ଭାରି ଇଚ୍ଛା ହେଉଛି ତୁମକୁ ଟିକେ ଦର୍ଶନ କରିବା ପାଇଁ, ହେଲେ ଦେଖୁଛ ତ କର୍ମମୟ ଜଞ୍ଜାଳ ମୋର। ପରିବାର ପୋଷିବା ପାଇଁ ଗୋଟିଏ ବୋଲି ଲୋକ ମୁଁ। ବାପା ଚାଲିଗଲା ଦିନଠାରୁ ପରିବାର ବୋଝଟା ମୋରି ଉପରେ। ଦିନେ ଯଦି ଦୋକାନ ବନ୍ଦ କରିଦିଏ ପରିବାର ମୋର ଉପାସ। କ'ଣ କରିବି ସାଆନ୍ତେ? ତୁମକୁ ଦର୍ଶନ କରିବା ପାଇଁ ଭାରି ଇଚ୍ଛା ହେଉଛି। ତା ଛଡ଼ା ତମେ ତ ଜାଣିଛ, ତୁମର ଡୋରି ନ ଲାଗିଲେ ଭକ୍ତଟିଏ ତୁମକୁ ଦେଖିପାରେ ନା। କାହିଁକି ଏମିତି କପଟ ମୋଠାରେ? ଡୋରିଟିଏ ଲଗେଇ ଦିଅ ନା। ମହାପ୍ରଭୁ କାଳିଆ ସାଆନ୍ତ ସେ ଭକ୍ତଟିର ଆକୁଳ ଚିତ୍କାର, ତା ମନର ବେଦନା ଆଉ ଛାତି ଭିତର କୋହକୁ ଗ୍ରହଣ କଲେ। ସାଆନ୍ତେ କୌଣସି ଏକ ଦିନ ଡୋରିଟିଏ ଲଗେଇଲେ, ଆଉ ଗଣେଶ ବାବୁ ସାଙ୍ଗ ମେଳରେ ଆସି ପହଞ୍ଚିଲେ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡରେ। ସେଦିନ ତାଙ୍କ ଖୁସି କହିଲେ ନ ସରେ। ଅନେକ ଦିନର ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ତା ଛଡ଼ା ଭକ୍ତ ଆଉ ଭଗବାନଙ୍କର ମିଳନ, ସେଥିରେ ଯେଉଁ ଖୁସି, ସେ କଥା ବର୍ଣ୍ଣନା କରିବାକୁ ଏ ଅଧମର ଶକ୍ତି ବା କାହିଁ? ବଡ଼ଦାଣ୍ଡରେ ପହଞ୍ଚି ପତିତ ପାବନ ବାନାକୁ ଦେଖିଲା ପରେ ସତେ ଯେମିତି ମନେ ହେଉଥାଏ ଅନ୍ଧକୁ ଚକ୍ଷୁ ମିଳିଯାଇଛି। ବାମନ ହାତରେ ଯେମିତି ଚାନ୍ଦ ଆଜି ଧରା ଦେଇଛି, ଆଉ ଧରା ପୃଷ୍ଠରେ ପାଦ ବି ଲାଗୁନଥାଏ। ଯେମିତି ଲାଗୁଥାଏ ସ୍ୱର୍ଗର ସବୁକିଛି ସୁଖ ସେ ହାତ ପାହାନ୍ତାରେ। ଦୁଇ ହାତକୁ ମେଲେଇ ସେ ମହାପ୍ରଭୁଙ୍କ ଆଡ଼କୁ ଚାହିଁ ବାବୁ କହୁଥାନ୍ତି, ସାଆନ୍ତେ, ବଡ଼ କରୁଣାଟିଏ କରିଛ ଏ ଅଧମ ଉପରେ। ପରିବାର ଚଳେଇବା ପାଇଁ ନୀତି ତୁମକୁ ଡାକେ। ଏଇ କର୍ମମୟ ଜଞ୍ଜାଳ ଭିତରେ ମୋର ସମସ୍ତ କର୍ମକୁ ମୁଁ ନିଷ୍ଠାର ସହ କରିବି ସାଆନ୍ତେ। ଆପଣ ହେଉଛନ୍ତି ମୋ ଜୀବନ ନୌକାର ନାଉରୀ ସଦୃଶ। ଆପଣ ଚାହିଁଲେ ମୋ ଜୀବନ ରୂପକ ଡଙ୍ଗାଟି କୂଳରେ ଖୁସିରେ ଖୁସିରେ ଲାଗିଯିବ। ସାଆନ୍ତେ, ବାକି କଥା ଆପଣଙ୍କୁ ରତ୍ନ ସିଂହାସନରେ ଦେଖିଲେ କହିବି। ଭକ୍ତଟିର ସେଇ ବଡ଼ ଦାଣ୍ଡରେ ମହାପ୍ରଭୁଙ୍କ ପ୍ରତି ଏମିତି ଶ୍ରଦ୍ଧା, ଏମିତି ଭକ୍ତି ଭରା ଆଉ କୋହଭରା କଥା ଶୁଣି କାହାର ଆଖିରେ ବା ଲୁହ ବୋଲ ମାନିବ? ସମସ୍ତେ ଠକ୍ ଠକ୍ କାନ୍ଦି ପକାଉଥାନ୍ତି। କିନ୍ତୁ ସାଙ୍ଗରେ ଆସିଥିବା ସେ ସାଙ୍ଗସାଥୀମାନେ ପଚାରୁଥାନ୍ତି, ଆଚ୍ଛା, ଆଉ ପୁଣି ଠାକୁରଙ୍କୁ କ'ଣ କହିବୁ? ସମସ୍ତଙ୍କୁ ହସି ଦେଇ କହୁଥାନ୍ତି, ସେ ମୋ ମନୁଆ ଠାକୁର, ମୋ ମନରେ ସେ ଘର କରିଛନ୍ତି। ତାଙ୍କୁ ଯାହା କହିବି ତମକୁ କାହିଁ କହିବି? କହିଲେ ବଳେ ଜାଣିବନି? ଏମିତି ହସ ଖୁସିରେ ଅରୁଣ ସ୍ତମ୍ଭ, ତାପରେ ସିଙ୍ଗି ଦ୍ୱାର ଦେଇ ମହାପ୍ରଭୁ କାଳିଆ ସାଆନ୍ତଙ୍କ ପାଖରେ ସେ ଭକ୍ତମାନଙ୍କ ଠେଲା ପେଲାରେ ପହଞ୍ଚିଗଲେ ଯାଇ ଗଣେଶ ବାବୁ ଆଉ ତାଙ୍କ ସାଙ୍ଗସାଥୀ। ସତରେ ମହାପ୍ରଭୁଙ୍କର ସେ ଚକାଚକା ଆଖିରେ ଯେତେବେଳେ ଭକ୍ତଙ୍କର ଆଖି ମିଶିଯାଇଛି, ଆଖିରୁ ଧାର ଧାର ଲୁହ ବି ବହିଯାଇଛି। ଆଉ ମନରେ ଭାବିକି ଆସିଥିବା କେତେ କ'ଣ କଥା ତାକୁ ବି ଭକ୍ତ ଆଜି ଭୁଲି ଯାଇଛି। କେବଳ ଚାହିଁ ରହିଛି ସୂର୍ଯ୍ୟ ଆଉ ଚନ୍ଦ୍ର ସଦୃଶ ସେ ଯୋଡ଼ା ଆଖିଟାକୁ। କେହି ଜଣେ ଠିକ୍ କହିଥିଲେ, ଭଲା ଆଖି ଯୋଡ଼େ ପାଇଛ ସାଆନ୍ତେ, ଭଲା ଆଖି ଯୋଡ଼େ ପାଇଛ। ଯିଏ ତ ଦେଖୁଛି ସିଏ ତ କହୁଛି ତମେ ତା ଆଡ଼କୁ ଚାହିଁଛ। ଗଣେଶ ବାବୁଙ୍କର କିନ୍ତୁ ମନ କି ସାଆନ୍ତେ, ଘରୁ ଆସିଲା ବେଳେ କଥାଟିଏ ଭାବିକି ଆସିଥିଲି, ଯଦି କିଛି ଖରାପ ନ ଭାବନ୍ତ ତମକୁ କହନ୍ତି। କଥା କ'ଣ କି, ତମେ ତ ଜାଣିଛ ଛୋଟ ପାନ ଦୋକାନଟିଏ ମୋର। ତୁମ ସହିତ ମୋର ଯେ କେତେ ଭାବ ସେ କଥା କେବଳ ତମେ
ଆଉ ମୁଁ ଜାଣିଛି ଭାରି ଇଚ୍ଛା କରେ ତୁମକୁ ନିତି ଦେଖିବା ପାଇଁ। କେବେ କିନ୍ତୁ ସୁଯୋଗ ମିଳେନି ତୁମ ପାଖକୁ ଆସିବାକୁ। ଯାହା ହଉ ଇଚ୍ଛା କରିକି ବହୁତ ଦିନ ପରେ ମୋତେ ଡାକିଛ ତୁମ ପାଖକୁ। କଥାଟିଏ ରଖିବ ମୋର। କେହି ଜଣେ ଅନ୍ତର ଆତ୍ମାରୁ କହୁଥାଏ, ହଁ କ'ଣ କହୁଛୁ? ଗଣେଶ ବାବୁ କହୁଥାନ୍ତି, ଶାନ୍ତେ ମୁଁ ସିନା ତୁମ ପାଖକୁ ନିତି ଆସିପାରୁନି, କଥାଟିଏ ରଖିବ ମୋର। ମୋର ସେ ଛୋଟିଆ ପାନ ଦୋକାନରୁ ନିତି ପାନ ଖଣ୍ଡେ ଖଣ୍ଡେ ଖାଇଲେ ହୁଅନ୍ତାନି? କାହିଁକି କେଜାଣି ସେଦିନ ଭକ୍ତର ମନରେ ମହାପ୍ରଭୁଙ୍କ ପ୍ରତି ଏତେ ଯେ ଭଲ ପାଇବା ଆସିଯାଇଥିଲା, ତାରି ଭିତରେ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରି ବସିଛନ୍ତି। ସେ କଥା ସେ ବି ଭୁଲି ଯାଇଥିଲେ। ପୁଣି ମନେ ମନେ ଭାବିଲେ, ଠାକୁରଙ୍କୁ କ'ଣ ଏମିତି ନିମନ୍ତ୍ରଣ କରାଯାଏ କି? ଆଉ ଟିକେ ଭାବରେ ଡାକିଲେ ବୋଧେ ସେ ଶୁଣିବେ। ଏଇ ନ୍ୟାୟରେ ସେ ଏଥର କହି ଉଠିଲେ, ହେ ମଣିମା ମହାପୁରୁ ହେ, ଆଜି ଅଛି କାଲି ଥିବି କି ନଥିବି, ମୁଁ ଆଜି ଅଛି କାଲି ଥିବି କି ନଥିବି, ସେ କଥା ଜାଣେ ନା ମୁହିଁ। ହୃଦୟଟା ଆମର ତୋତେ ଦେଇଦେଲି, ଯହିଁ ଥିବି ଯିବୁ ଧାଇଁ, ମୁଁ ଯହିଁ ଥିବି ଯିବୁ ଧାଇଁ। ଏଇ କଥା କହିଲା ବେଳକୁ ଭକ୍ତଙ୍କର ଆଖିରୁ ଧାର ଧାର ଲୁହ ବହି ଯାଉଥାଏ। ସତରେ କ'ଣ କାଳିଆ ଠାକୁର ସେ ଭକ୍ତର ଗୁହାରି ଶୁଣିବେ, ନା ତାର ନିମନ୍ତ୍ରଣ ରକ୍ଷା କରି ତା ଦୋକାନରୁ ପାନ ଖଣ୍ଡେ ଖାଇବେ? ସେ କଥା କିନ୍ତୁ ଭକ୍ତଟିଏ ଭୁଲି ସାରିଥାଏ। ସତ କଥା ହେଉଛି, ମହାପ୍ରଭୁ କାଳିଆ ଶାନ୍ତଙ୍କୁ ଭକ୍ତ ଯେ ଏତେ ଭଲ ପାଏ, ସେ ତାର ନିମନ୍ତ୍ରଣ ରଖନ୍ତୁ ବା ନ ରଖନ୍ତୁ, ସେ କିନ୍ତୁ କହିଦେଇ ଆସେ। ସେଇ ନ୍ୟାୟରେ ସବୁ ମନ କଥା ଜଣେଇ ଦେଇ ସେଦିନ କାନ୍ଦି କାନ୍ଦି ସେ ମହାପ୍ରଭୁଙ୍କୁ ଦର୍ଶନ ସାରି ଅବଢ଼ା ହାଟରେ ପହଞ୍ଚିଥିଲେ। ହସ ଖୁସିରେ ଅବଢ଼ା ଖାଇ ଘରକୁ ଫେରିଥିଲେ। ଅନେକ ଦିନ ବିତି ଯାଇଛି, କିନ୍ତୁ ଗଣେଶ ବାବୁ ସେମିତି ଚାତକ ପରିକା ଚାହିଁ ରହିଥାନ୍ତି ତାଙ୍କ ମହାପ୍ରଭୁଙ୍କୁ। କେଉଁଦିନ ତାର ସେ ଛୋଟିଆ ଦୋକାନକୁ ମହାପ୍ରଭୁ କାଳିଆ ସାନ୍ତେ ଆସିବେ ପାନ ଖଣ୍ଡେ ଖାଇବା ପାଇଁ। ମନ କଥା ମନରେ ଥାଏ, କିନ୍ତୁ ଯେବେଠାରୁ ସେ ଶ୍ରୀକ୍ଷେତ୍ରରୁ ଆସିଛନ୍ତି ତାଙ୍କଠି ଗୋଟେ ପରିବର୍ତ୍ତନ ଦେଖାଦେଇଛି। ଯେଉଁ ଦୋକାନଟା ରାତି 8ଟା କି 9ଟାରେ ବନ୍ଦ ହୋଇଯାଏ, ପାଖାପାଖି ଅଧଘଣ୍ଟା ପର୍ଯ୍ୟନ୍ତ ଆଉ ଖୋଲା ରହୁଛି। ସମସ୍ତେ କିନ୍ତୁ ଆଶ୍ଚର୍ଯ୍ୟ, ଆରେ କାହା ପାଇଁ? ହଁ, ଦୋକାନଟି ଖୋଲା ରୁହେ ସେ 14-15 ବର୍ଷର ପିଲାଟି ପାଇଁ। ସେ ଧାଇଁ ଆସେ, କେଉଁ ଆଡ଼ୁ ଆସେ କେହି ଜାଣନ୍ତିନି, ଆଉ ଏଡ଼ି କରି ବସେ, ମୋତେ 2-3 ଖଣ୍ଡ ପାନ ଦିଅ। ଯେହେତୁ ତା ହାତରେ ପଇସା ପତ୍ର କିଛି ନଥାଏ, ଗଣେଶ ବାବୁ ତରତର ହୋଇ ହାତରେ 2-3 ଖଣ୍ଡ ପାନ ଭାଙ୍ଗି ଦିଅନ୍ତି। ଚୂନ ଲାଗୁ କି ନ ଲାଗୁ, ଗୁଆ ଟିକେ ପଡ଼ୁ କି ନ ପଡ଼ୁ, ଗୁଜୁରାତି ଟିକେ ଆଉ ଲବଙ୍ଗ ଟିକେ ମାରି ଯେମିତିକି ବିଡ଼ିଆ ପାନ ବଢ଼େଇ ଦିଅନ୍ତି ତା ହାତକୁ। ଆଉ ପିଲାଟି ଶ୍ରଦ୍ଧାର ସହିତ ନେଇ ଦୌଡ଼ି ଚାଲିଯାଏ। କୁଆଡ଼େ ଯାଏ ସେ କଥା ବି କେହି ଜାଣନ୍ତିନି। ଦିନେ ରାତି ଆସି ଅନେକ ହେଲାଣି। ମନ୍ଦିରର ପୂଜକ କୌଣସି ଏକ ପୂଜା ସାରି ଫେରୁଥାନ୍ତି। ଆଚ୍ଛା, ଏତେ ରାତି ଯାଏ ଦୋକାନ କିଆଁ ଖୋଲା? ହାତ ଯୋଡ଼ି ଦେଇ ଗଣେଶ ବାବୁ କହୁଥାନ୍ତି, ନନା ଗୋସେଇଁ ଆଜ୍ଞା, କାହାକୁ ଅପେକ୍ଷା? ସେଇ ଛୋଟ ପିଲାଟିକୁ। ନିତି ଆସୁଛି, ପାନ 2-3 ଖଣ୍ଡ ନଉଛି, ଆଜି କିଆଁ ଯେ ଏତେ ଡେରି କରୁଛି ମୁଁ ବି କିଛି ବୁଝିପାରୁନି। ଛୋଟ ପିଲାଟି କିଏ ସେ? ପୁଣି ପାନ 3 ଖଣ୍ଡ? ହଁ ଆଜ୍ଞା, ଏଇ 14-15 ବର୍ଷର ପିଲାଟି ନିତି ଆସୁଛି। ସେ କୁହେ 3 ଖଣ୍ଡ ପାନ, ତା ପାଇଁ, ତା ବଡ଼ ଭାଇ ପାଇଁ ଆଉ ତା ଭଉଣୀ ପାଇଁ। ଯେତେବେଳେ ଗଣେଶ ବାବୁ ଏତକ କୁହନ୍ତି, ନନା ଗୋସେଇଙ୍କର ମୁଣ୍ଡକୁ ଆସିଲା, ଭଲା କଥା ହେଲା, ଯେଉଁ କଥାଟା ଅନେକ ଦିନ ହବ ମୋ ମୁଣ୍ଡରେ ଡୁକୁଛି, ସେ କଥାଟା ସତ ନୁହଁ ତ? ଆଚ୍ଛା, ଭାଙ୍ଗିଲ, କେମିତିଆ ପାନ ଭାଙ୍ଗି ଦେଉଛ? ଗଣେଶ ବାବୁ ସେଦିନ ଗୋସେଇଙ୍କର କଥା ଶୁଣି କିଛି ବୁଝିପାରୁନଥାନ୍ତି। ଯେହେତୁ ଗୋସେଇଁ କହୁଛନ୍ତି ପାନ ଖଣ୍ଡିଏ ଭାଙ୍ଗିଲେ ସେ ଛୋଟ ପିଲାଟିକୁ ଯେମିତି ଦିଅନ୍ତି। ଯେତେବେଳେ ପାନ ଭଙ୍ଗା ସରିଛି, ଗୋସେଇଙ୍କର ଆଖିରେ ଆଖିଏ ଲୁହ। ହାତ ଯୋଡ଼ି ଦେଇ କହୁଥାନ୍ତି ଗୋସେଇଁ, ବୁଝିଲୁ ଗଣେଶ, ସେ ଆଉ କେହି ନୁହଁ, ମୁଁ ଯେଉଁ କଥାଟା ଭାବୁଥିଲି ସେୟା ହିଁ ସତ। ଗୋସେଇଁ, ପାନ ଭଙ୍ଗା ଦେଖି କାନ୍ଦୁଛ କିଆଁ ଏମିତି? କ'ଣ କିଛି ଭୁଲ କଲି କି? ନାଇଁ ରେ ଗଣେଶ, ଭୁଲ କାହିଁ ତୁ କରିବୁ? ସେଇ ପାନ, ସେଇ ମୋଡ଼ା, ସେଇ ଗୁଜୁରାତିକୁ ସେଇ ଲବଙ୍ଗ ଖୋସା। ଆଖି ଛଳ ଛଳରେ କହୁଥାନ୍ତି, ବୁଝିଲୁ, ଏଇଠି କିଛି ଦିନ ହବ ମୁଁ ବି ଦେଖି ଆସୁଛି ଯେତେବେଳେ ମହାପ୍ରଭୁଙ୍କର ସେବା କରେ 3 ଠାକୁର 3 ଖଣ୍ଡ ପାନକୁ ଲୁଚେଇ ରଖନ୍ତି, ଅଧା ଖାଇଥାନ୍ତି ଆଉ ଅଧା ରହିଯାଇଥାଏ। ଏବେ ବୁଝୁଛି ରେ, ସେ ଯେଉଁ ପିଲାଟି ଭାବୁଛୁ ସେ ଆଉ କେହି ନୁହଁ, କାଳିଆ ସାନ୍ତ ନିଜେ। ତୋ ଦୋକାନକୁ ନିତି ଆସୁଛନ୍ତି,
ଆଉ ଜାଣିଛୁ 3 ଖଣ୍ଡ ଲେଖା ପାନ ନେଉଛନ୍ତି। ଗୋଟିଏ ତାଙ୍କ ପାଇଁ, ଗୋଟିଏ ମା ସୁଭଦ୍ରିକାଙ୍କ ପାଇଁ, ଆଉ ଖଣ୍ଡେ ବଡ଼ ଭାଇ ବଳଭଦ୍ରଙ୍କ ପାଇଁ। ଯେତେବେଳେ ଗୋସେଇ ଜଣକ ଏତକ କୁହନ୍ତି, ଗଣେଶ ବାବୁଙ୍କର ଆଖିରେ ଆଉ ଲୁହ ବୋଲମାନ ନଥାଏ। ମନେ ପଡ଼ିଗଲା ଶ୍ରୀକ୍ଷେତ୍ରରେ କହିଥିବା ସେଇ କେଇ ପଦ କଥା। ସତରେ ସାନ୍ତେ, ତୁମେ ପରମ ଦୟାଳୁ। କଥା ମୋର ରଖିଲ, ନିମନ୍ତ୍ରଣ ରକ୍ଷା କରି ନିତି ଆସୁଛ, ଆଉ ପାନ ଖଣ୍ଡ ଖଣ୍ଡେ ଖାଉଛ। ସାନ୍ତେ, ଏ ଅଧମ ଉପରେ ଏତେ ଦୟା କିଆଁ? ଏପଟେ ଗୋସେଇଁକି ତୁ କହୁଥାନ୍ତି, ବୁଝିଲୁ ଗଣେଶ, ମହାପ୍ରଭୁ କାଳିଆ ଶାନ୍ତ ଯେ କେବଳ ଖାଲି ରତ୍ନ ସିଂହାସନରେ ବସିଛନ୍ତି ତାହା ନୁହେଁ, ସେ ପ୍ରତ୍ୟେକଟି ଭକ୍ତର ହୃଦୟ ରୂପକ, ମନ ରୂପକ ସିଂହାସନରେ ବିରାଜମାନ କରିଛନ୍ତି। କେବଳ ତାଙ୍କୁ ପାଇବା ପାଇଁ ସେତିକି ଭକ୍ତି ଆଉ ସେତିକି ଶ୍ରଦ୍ଧାର ଆବଶ୍ୟକ। ଧନ୍ୟରେ ତୁ ଭକ୍ତ, ଧନ୍ୟ ତୋର ଭକ୍ତି, ଧନ୍ୟ ତୋର ଶ୍ରଦ୍ଧା ସେ ମହାପ୍ରଭୁ କାଳିଆ ଶାନ୍ତଙ୍କ ପ୍ରତି। ଗୋସେଇଁ ପାନ ଭଙ୍ଗା ଦେଖିକି ଖୁସି, ଆଉ ଗଣେଶ ବାବୁ ପାନ ଭାଙ୍ଗିକି ଖୁସି, ଆଉ ମହାପ୍ରଭୁ କାଳିଆ ଶାନ୍ତ ପାନ ଖଣ୍ଡେ ଖଣ୍ଡେ ଖାଇକି ଖୁସି। ହେଲେ ଆପଣମାନେ କୁହନ୍ତୁ, ଆପଣ ଏଇ କାହାଣୀଟି ଶୁଣିକି ଖୁସି ଅଛନ୍ତି ନା ନାହିଁ? ଯଦି ବି ଭଲ ଲାଗିଥାଏ ଜୟ ଜଗନ୍ନାଥ ନିଶ୍ଚୟ ଲେଖିବେ। ଆଉ ଯଦି କଥା ଛଳରେ ସାମାନ୍ୟ ମଧ୍ୟ ଭୁଲ ଥାଏ ମୋର, ଦୟାକରି କ୍ଷମା କରିବାକୁ ଅନୁରୋଧ। ନମସ୍କାର। ପୁଣି ଦେଖାହବ ମହାପ୍ରଭୁ କାଳିଆ ଶାନ୍ତଙ୍କର ଅନୁଭୂତି, କାହାଣୀ କିମ୍ବା ଦିବ୍ୟ ଲୀଳାକୁ ନେଇ। ଜୟ ଶ୍ରୀ ଜଗନ୍ନାଥ।